ମିଶନ ଶକ୍ତି ମହିଳାଙ୍କ ବିଶାଳ ବିକ୍ଷୋଭ ସ୍ଥାୟୀ ନ କଲେ ଧାରଣାରୁ ହଟିବୁନି। ହ୍ୟାଲୋ ଭିଉୟର୍ସ ନମସ୍କାର, ମୁଁ କୈଳାସ ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ମିଶନ ଶକ୍ତିର ରିଷ୍ଟ୍ରକ୍ଚରିଂ ବନ୍ଦ କରାଯାଉ, ଇସି ସଦସ୍ୟମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଏହି ଦାବିରେ ମିଶନ ଶକ୍ତିର ହଜାର ହଜାର ମହିଳା ଗୁରୁବାର ଗାନ୍ଧୀ ମାର୍ଗରେ ବିଶାଳ ବିକ୍ଷୋଭ କରିଛନ୍ତି। ସରକାରଙ୍କ ରୋକଠୋକ ଶୁଣାଇଛନ୍ତି ଯେ ସ୍ଥାୟୀ ନିଯୁକ୍ତିର ଘୋଷଣା ନ କରିବା ଯାଏଁ ଧାରଣାସ୍ଥଳରୁ ଆଦୌ ହଟିବୁନି ବା ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଡାକରାରେ ରାଜ୍ୟରେ କ'ଣ ଅନୁକୋଣର ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଗୁରୁବାର ଗାନ୍ଧୀ ମାର୍ଗରେ ଏକାଠି ହୋଇଥିଲେ। 11ଟା ମାଷ୍ଟର କ୍ୟାଣ୍ଟିନରେ ଏକ ବିଶାଳ ଶୋଭାଯାତ୍ରା ବିଧାନସଭା ଆଡ଼େ ମାଡ଼ି ଯାଉଥିଲେ। ପୁଲିସ ଫୋର୍ସ ସେମାନଙ୍କୁ ବ୍ୟାରିକେଡ୍ ଯୋଗେ ଅଟକାଇଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର ଅନୁନେତ୍ରୀ ସରକାରଙ୍କ ବିରୋଧରେ ବର୍ଷିଥିଲେ। ସରକାରୀ ସଭାପତି ଶୈଳବାଳା ରଥଙ୍କ କହିବା କଥା ଯେ ମୁତାବକ କେନ୍ଦ୍ରୀୟ ସ୍କିମ୍ ANIALM ଅଧୀନ ଓଡ଼ିଶା ଜୀବିକା ମିଶନ ଓ ଓଡ଼ିଶା ମିଶନ ଶକ୍ତି ଅଧୀନରେ ଲକ୍ଷାଧିକ ଇସି ସଦସ୍ୟ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ରିଷ୍ଟ୍ରକ୍ଚରିଂ ଆଳରେ ସେମାନଙ୍କୁ ବାହାର କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ ଲକ୍ଷାଧିକ ଇସି ସଦସ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀର 12 ଲକ୍ଷ ମହିଳା, 50,000 CRP ଓ 10,000 MBK ମାନେ କର୍ମଚ୍ୟୁତ ହେବେ। ଏହି ନିର୍ଦ୍ଦେଶମାନଙ୍କୁ ତୁରନ୍ତ ହଟାଯାଉ, ନହେଲେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଆନ୍ଦୋଳନ ତେଜିବ। ସାଧାରଣ ସମ୍ପାଦକ ଜାନକୀଲତା ନାୟକ କହିଛନ୍ତି ଯେ ମିଶନ ଶକ୍ତି ଓ ଜୀବିକା ମିଶନର କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ 5 ବର୍ଷିଆ ଚୁକ୍ତି ବାତିଲ କରାଯାଉ, ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଯେ ସେହିପରି ବକେୟା ଭତ୍ତାକୁ ସରକାର ଜଲ୍ଦି ଆମକୁ ଦିଅନ୍ତୁ। ଆଜି ଦିନକ ଭିତରେ କେଉଁ ଜଣେ ବି ନେତା ମନ୍ତ୍ରୀ ଆମକୁ ଦେଖା କରିବାକୁ ଆସିଲେନି। ଏଥିରେ ସରକାର ଦାବି ନ ମାନିବା ଯାଏଁ ଆନ୍ଦୋଳନ ଜାରି ରହିବ। ସଂଘ ସଭାପତି ଜୟନ୍ତ ଦାସ ଧାରଣାର ନେତୃତ୍ୱ ନେଇଥିଲେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦବାଇବେ।